The rural industrial parks in Koraput have been launched with a prime motive to convert LWE hotbeds into development hotspots. The idea behind the industrial parks is to convert government buildings into thriving development hubs where the local SHGs come together to take up different developmental activities. ମୋ ନାଁ ଯୁକ୍ତି ମାଝୀ। ମୁଁ ଘରେ ରହିକି ସିଲଉଥିଲି, ହେଲେ ବି ଆମେ ବହୁତ ଅସୁବିଧାରେ ଥିଲୁ। ତାପରେ ମୁଁ ଯେତେବେଳେ ଜାଣିଲି କୋଟପାଡ଼ରେ ସୁଦକ୍ଷା କେନ୍ଦ୍ର ଷ୍ଟାର୍ଟିଂ ହେଇଛି, ତାପରେ ମୁଁ ଏଠି ଆସିଲି। ତାପରେ ଆସିକି ଆମେ ଟ୍ରେନିଂ ନେଲୁ। ଆମେ 32 ଜଣ ମା ଏଠି ରହୁଛୁ, ଟ୍ରେନିଂ ନେଉଥିଲୁ। ଟ୍ରେନିଂ ନେଲା ପରେ ତାପରେ ଆମକୁ ଏଠି ଶିଖେଇଲେ ସବୁ କେମିତି କପଡ଼ା କଟିଂ କରାଯିବ, କେମିତି ଲାଇନିଂ କରାଯିବ, ସବୁ ଶିଖେଇଲେ। ତାପରେ ଆମେ ଏଠି ଆସିକି ସିଲେଇ କରୁଛୁ। ସ୍କୁଲ ୟୁନିଫର୍ମ, ଅଙ୍ଗନବାଡ଼ି ୟୁନିଫର୍ମ, କଲେଜ ୟୁନିଫର୍ମ ର ଡ୍ରେସ୍ ବି ଆମେ ସିଲେଇ କରୁଛୁ। ଆଉ ତାପରେ ଆଇରନ୍ କରି ପ୍ୟାକିଂ କରି ତାପରେ ବାହାରକୁ ପଠାଉଛୁ। Women member, where we are able to see a member of the SHG earning somewhere between 7,000 to up to 15,000 rupees a month, which is a significant addition to the disposable income of the household. Different activities like paper plate making, agarbatti making, bakery activities, millet processing, and different other innovative agricultural practices are also being taken up as a part of this initiative. ମୋ ନାଁ ହେଉଛି ସନ୍ତୋଷୀ ଅର୍ଜନ। ଆମେ ହଳଦୀ ରୁମରେ 10 ଜଣ ମା କାମ କରୁଛୁ। ଆଗରେ ହାତରେ ହଳଦୀ କରୁଥିଲୁ, କୁଟିକିନା ବଜାର ହାଟରେ ବିକୁଥିଲୁ। ଏବେ ବର୍ତ୍ତମାନ ଆମକୁ ଜିଲ୍ଲା ପ୍ରଶାସନଠୁ ମେସିନ୍ ମିଳିଥିବାରୁ ଆମେ ମେସିନ୍ରେ ହଳଦୀ ରୁମ କରିକିନା 2 ପଇସା ଲାଭବାନ ଅଧିକ କରୁଛୁ। ଆମେ ପେପର ପ୍ଲେଟ୍ରେ କାମ କରୁଛୁ। ଜିଲ୍ଲା ପ୍ରଶାସନ ଦ୍ୱାରା ଆମକୁ ଏଇ ମେସିନ୍ ଯାକ ମିଳିଛି। ଏଇ ମେସିନ୍ ମିଳିବା ଦ୍ୱାରା ଆମେ ବହୁତ ଉପକାର ପାଉଛୁ। ଆଗରୁ ଆମେ ଶିଆଳି ପତ୍ର ଖଲି ତିଆରି କରୁଥିଲୁ, ବେଶୀ ସମୟ ମଧ୍ୟରେ କମ୍ ଖଲି ଉତ୍ପାଦନ କରୁଥିଲୁ। ଏବେ ମେସିନ୍ ମିଳିବା ଦ୍ୱାରା ବହୁତ ଖଲି ଶୀଘ୍ର ସମୟରେ କରିପାରୁଛୁ ଏବଂ ଲାଭବାନ ବି ହେଇପାରୁଛୁ। ମେସିନ୍ ବସିଲାରୁ ସେଠି ମାମାଙ୍କୁ କଥା ହେଇକି ଆମେ ମିଲେଟ୍ ମେସିନ୍ ଆଇଲାରୁ ସେଠି କାମ ଆମ ପାଇଁ ହେଲା। କାମ କରିବାକୁ ଆଇଲିନି, ମାଣ୍ଡିଆ ଧୁଆ ହେଲାଣି। ମାଣ୍ଡିଆ ଧୋଇଲା ପରେ ଡ୍ରମ୍ରେ ଗୋଟେ ଦିନ ରଖା ହେଲାନି। ତାପରେ ବାସ୍ତାରେ ପକା ହେଇକରି ଗୋଟେ ଦିନ ରହିଲେ ଗଜା ହେଲାଣି। ଗଜା ହେଲା ପରେ ବାହାର କରି ଆମେ ଜରିରେ ଶୁଖାଇଲୁନି ଖରାରେ ଶୁଖାଇଲା ପରେ ଭଜା ହେଲାନି। ଭଜା ହେଲା ପରେ ରୋଷ୍ଟିଂ ପରେ ପଲସିଂ ହେଲାନି। ପଲସିଂ ପରେ ତାକୁ ରାବା ଗୁଣ୍ଡ ହେଲାଣି। ଗୁଣ୍ଡ ହେଲା ପରେ ଆମେ ଆଣିକି ଉପମା ଖିଚଡ଼ି ତାକୁ ଆମେ ବନାଇକି ରଖୁଛୁ। ସୁଇଟ୍ ମିଲ୍ ଗୁଣ୍ଡ ବି ସେଠି ଆକା ବାହାରୁଛି ରାବାରେ ହେଲା ପରେ ସେଠି ରଖା ହେଉଛି। এই ଜାଗାରେ ଆମକୁ ଏତିକି ସୁବିଧା କରିଥିବାରୁ ଧନ୍ୟବାଦ ଦେଉଛି ଜିଲ୍ଲା ପ୍ରଶାସନ ଓ ସରକାରକୁ।